ଜୟ ଶ୍ରୀରାମ ବନ୍ଧୁଗଣ, ଆପଣମାନେ ତ ସମସ୍ତେ ଦୁର୍ଯ୍ୟୋଧନକୁ ଜାଣିଥିବେ। ଦୁର୍ଯ୍ୟୋଧନ ପାଇଁ ହିଁ ମହାଭାରତ ଭଳି ବିନାଶକ ଯୁଦ୍ଧ ହେଲା ବା ଇତିହାସର ସବୁଠୁ ବଡ଼ ଧର୍ମଯୁଦ୍ଧ ହେଇଥିଲା। ଦୁର୍ଯ୍ୟୋଧନ ଗଦା ଯୁଦ୍ଧରେ ବହୁତ ପାରଙ୍ଗମ ଥିଲା। ସେ ଶ୍ରୀ ବଳରାମଙ୍କର ଶିଷ୍ୟ ଥିଲା। ଶ୍ରୀ ବଳରାମଙ୍କ ପରେ ଗଦା ଯୁଦ୍ଧରେ ଯଦି କିଏ ପାରଙ୍ଗମ କୁହାଯାଏ ତ ତାହେଲେ ସିଏ ହେଲା ଦୁର୍ଯ୍ୟୋଧନ। କିନ୍ତୁ ସେଇ ଦୁର୍ଯ୍ୟୋଧନ ଏବଂ 100 କୌରବ ଭାଇଙ୍କି ପାଞ୍ଚାଲ ନରେଶ ଧ୍ରୁପଦ ତାଙ୍କୁ ବନ୍ଦୀ କାହିଁକି ବନେଇଥିଲେ ବା ଏତେ ଶକ୍ତିଶାଳୀ ଯୋଦ୍ଧାମାନଙ୍କୁ ସେ ବନ୍ଦୀ ବନେଇଲେ କାହିଁକି, ଆଜି ଆମେ ସେଇ ବିଷୟରେ ବିସ୍ତାରରେ ଜାଣିବା। ଆପଣମାନେ ଭିଡ଼ିଓକୁ ଆଗକୁ ବଢ଼ିବା ପୂର୍ବରୁ ଚ୍ୟାନେଲକୁ ସବସ୍କ୍ରାଇବ୍ ଏବଂ ଭିଡ଼ିଓକୁ ଲାଇକ୍ ନିଶ୍ଚିତ ରୂପେ କରିଦିଅନ୍ତୁ, କାହିଁକି ନା ଏମିତିକା ସ୍ପିରିଚୁଆଲ ଭିଡ଼ିଓ ମୁଁ ଆପଣମାନଙ୍କ ପାଇଁ ନିତିଦିନ ଆଣୁଛି। ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଆଶ୍ରମରେ ପାଣ୍ଡବ ଏବଂ କୌରବମାନଙ୍କର ଶିକ୍ଷା ସମ୍ପନ୍ନ ହୋଇସାରିଲା ପରେ ସେମାନେ ଯେତେବେଳେ ହସ୍ତିନାପୁରରେ ଆସି ପହଞ୍ଚିଲେ, କିଏ କେତେ ଶିକ୍ଷା ଅର୍ଜନ କରିଛନ୍ତି ତାଙ୍କ ପାଇଁ ଗୋଟେ ରଙ୍ଗମଞ୍ଚ ତିଆରି କରାଗଲା ବା ରଙ୍ଗଭୂମି ନିର୍ମାଣ କରାଗଲା ଯେ କିଏ କ'ଣ ଗୁରୁଙ୍କ ପାଖରୁ ଶିଖିଛନ୍ତି ନିଜ ନିଜର ପ୍ରତିଭା ଏଠି ଦେଖେଇବେ। କିନ୍ତୁ ରଙ୍ଗଭୂମିରେ ଅର୍ଜୁନ କୌରବମାନଙ୍କୁ ସମସ୍ତଙ୍କୁ ପରାସ୍ତ କରିଦେଲେ ଏବଂ ଦୁର୍ଯ୍ୟୋଧନକୁ ବନ୍ଦୀ ବନେଇଦେଲେ। ସେଇଠି ଗୁରୁ ଦ୍ରୋଣାଚାର୍ଯ୍ୟ ଗର୍ବରେ କହିଲେ କି ଅର୍ଜୁନ ହେଲା ଏ ସଂସାରର ସର୍ବଶ୍ରେଷ୍ଠ ଧନୁର୍ଧାରୀ, ଆଉ ଅର୍ଜୁନ ଭଳି ଏ ସଂସାରରେ କେହି ବି ସର୍ବଶ୍ରେଷ୍ଠ ଧନୁର୍ଧାରୀ ନାହିଁ। ସେଇଠି ମହାରଥୀ କର୍ଣ୍ଣ ଅର୍ଜୁନ ଯୋଉ ବନ୍ଦୀ କରିଥିଲେ ଦୁର୍ଯ୍ୟୋଧନକୁ ହିମଶିଲା ଦ୍ୱାରା, ସେ ହିମଶିଲାକୁ ଭାଙ୍ଗି ଦେଇଥିଲେ ଆଉ ଦୁର୍ଯ୍ୟୋଧନକୁ ମୁକ୍ତ କରିଥିଲେ। କର୍ଣ୍ଣକୁ ଦିଆଯାଇ ନଥିଲା ଯୁଦ୍ଧ କରିବା ପାଇଁ ଅର୍ଜୁନଙ୍କ ସହିତ, କାହିଁକି ନା ସେ ଜଣେ ସୁତପୁତ୍ର ଥିଲେ। ସେଥିପାଇଁ ଦୁର୍ଯ୍ୟୋଧନ ତାଙ୍କୁ ରାଜା ବନେଇଥିଲା ଅଙ୍ଗ ପ୍ରଦେଶର। ତାପରେ ଯାଇ ସେ ଯୁଦ୍ଧ କରିଥିଲେ ଅର୍ଜୁନଙ୍କ ସହିତ। ସନ୍ଧ୍ୟା ହେଇଯିବା ଫଳରେ ରଙ୍ଗଭୂମି ସରିଯାଇଥିଲା ଆଉ କର୍ଣ୍ଣ ଏବଂ ଅର୍ଜୁନଙ୍କ ଯୁଦ୍ଧ ମଧ୍ୟ ସେଇଠି ଅଧା ରହିଥିଲା। ଦୁଇ ଜଣ ଯାକ ଅପରାଜୟ ଶେଷ ପର୍ଯ୍ୟନ୍ତ ଠିଆ ହେଇଥିଲା। ତାପରଦିନ ରାଜସଭାରେ କିଏ ୟୁବରାଜ ହବ ସେଥିପାଇଁ ଗୋଟେ ବୈଠକ ବସାଯାଇଛି ବା କୁହନ୍ତୁ କି ଗୋଟେ ମିଟିଂ ବସାଯାଇଛି ରାଜସଭାରେ। କିନ୍ତୁ ସମସ୍ତେ ଅର୍ଜୁନଙ୍କ କଥା କହୁଛନ୍ତି। ବିଦୁର ଏବଂ ପିତାମହ ଭୀଷ୍ମ ମଧ୍ୟ ସେ ଅର୍ଜୁନଙ୍କ କଥା କହୁଛନ୍ତି କି କେବଳ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ କେବଳ ଅର୍ଜୁନ ହିଁ ଅପରାଜୟ ଠିଆ ହେଇଥିଲେ, ଆଉ କୌଣସି ବି ଯୋଦ୍ଧା ଅର୍ଜୁନଙ୍କ ସାମ୍ନାରେ ତିଷ୍ଠି ପାରିନଥିଲେ। ସେଇଠି ମହାରଥୀ କର୍ଣ୍ଣ ଆସି ପହଞ୍ଚିଲେ, କହିଲେ କି ଆଉ ଜଣେ ବି କିଏ ଅପରାଜୟ ସନ୍ଧ୍ୟା ପର୍ଯ୍ୟନ୍ତ ଠିଆ ହେଇଥିଲା, ଏବେ ଆମର ଯୁଦ୍ଧ ସରିନାହିଁ, ଅଧା ରହିଛି ଆମର ଯୁଦ୍ଧ। ଆପଣ କେମିତି ନିର୍ଣ୍ଣୟ ନେଇପାରିଲେ ଯେ ୟୁବରାଜ ପଦ କିଏ ପାଇବ? ଯଦି ଅର୍ଜୁନ ଯୁଧିଷ୍ଠିରଙ୍କ ପକ୍ଷ ନେଇ ଯୁଦ୍ଧ କରୁଥିଲେ ତ ମୁଁ ବି କୁମାର ଦୁର୍ଯ୍ୟୋଧନଙ୍କ ପକ୍ଷ ନେଇ ଯୁଦ୍ଧ କରିବି। କିନ୍ତୁ ପିତାମହ ଭୀଷ୍ମ ସେଇଠି କହିଥିଲେ ଇଏ ଗୋଟେ ରଙ୍ଗଭୂମି ଥିଲା, ଏଠି ଯୁଦ୍ଧ ସମାପ୍ତ ହୋଇଛି, ଇଏ ରାଜକୁମାର ମାନଙ୍କର ପରୀକ୍ଷା ଥିଲା, ଏଠି ତୁମେ ଆସି ଭାଗ ନେଇ ପାରିବନି। ଯଦି ତୁମେ କାଲି ଆସିଥିଲ ତ କାଲି କଥା ରଙ୍ଗଭୂମିରେ ସରିଯାଇଛି। ଆଜି ତୁମେ ଯଦି ଅର୍ଜୁନକୁ ଯୁଦ୍ଧ ପାଇଁ ଚୁନତି ଦବ ତାହେଲେ ତୁମେ ହସ୍ତିନାପୁରକୁ ଚୁନତି ଦବା ସଙ୍ଗେ ସମାନ ହବ। ସେଇଠି ଗୁରୁ ଦ୍ରୋଣାଚାର୍ଯ୍ୟ ଆସି ପହଞ୍ଚିଥିଲେ ଆଉ କହିଥିଲେ କି କିଏ ହବ ୟୁବରାଜ ବା କିଏ ଭାବି ରାଜା ହବ, ଇଏ କଥା ମୁଁ ଚିନ୍ତା କରିବି, କାହିଁକି ନା ଇଏ ସମସ୍ତେ ମୋର ଶିଷ୍ୟ। ଯିଏ ମୋର ଗୁରୁ ଦକ୍ଷିଣା ଦେଇପାରିବ ସିଏ ହିଁ ହସ୍ତିନାପୁରର ୟୁବରାଜ ହେଇପାରିବ। ତାପରେ ଧୃତରାଷ୍ଟ୍ର ପଚାରିଥିଲେ ଯେ କୁହନ୍ତୁ ଗୁରୁଦେବ ଆପଣଙ୍କର କ'ଣ ଦରକାର ଗୁରୁ ଦକ୍ଷିଣା? ହେଲେ ଗୁରୁ ଦ୍ରୋଣାଚାର୍ଯ୍ୟ କହିଥିଲେ କି ପାଞ୍ଚାଲ ନରେଶ ଧ୍ରୁପଦ ମୋର ଦରକାର। ଯିଏ ମୋ ପାଦ ତଳେ ଆଣି ପାଞ୍ଚାଲ ନରେଶ ଧ୍ରୁପଦକୁ ପକେଇଦବ ସିଏ ହିଁ ହେଇପାରିବ ବୀର ଯୋଦ୍ଧା ବା ସିଏ ହସ୍ତିନାପୁରକୁ ସୁରକ୍ଷା ଦେଇପାରିବ, ସିଏ ହିଁ ହେଇପାରିବ ୟୁବରାଜ। କିନ୍ତୁ ଧୃତରାଷ୍ଟ୍ର ଡରି ଯାଇଥିଲେ ଯେ କାହିଁକି ନା ପାଞ୍ଚାଲ ଗୋଟେ ଶକ୍ତିଶାଳୀ ରାଜ୍ୟ, ପାଞ୍ଚାଲ ନରେଶ ଧ୍ରୁପଦ ବି ବହୁତ ଶକ୍ତିଶାଳୀ। ସେ କହିଥିଲେ କି ଇଏ କ'ଣ ମାଗୁଛନ୍ତି ଆପଣ ଗୁରୁ ଦକ୍ଷିଣାରେ, ଆପଣ ଆଉ କିଛି ମାଗି ନିଅନ୍ତୁ। ସେଇଠି ଗୁରୁ ଦ୍ରୋଣାଚାର୍ଯ୍ୟ କହିଥିଲେ କି ମୋ ଶିଷ୍ୟମାନଙ୍କୁ ମୁଁ କ'ଣ ମାଗିବି ସେଇଟା ମୁଁ ଜାଣିଛି, ଆପଣ ଏଥିରେ ହସ୍ତକ୍ଷେପ କରନ୍ତୁ ନାହିଁ। ଯଦି ମୋ ଶିଷ୍ୟମାନେ ମୋତେ ଗୁରୁ ଦକ୍ଷିଣା ନ ଦେଇପାରିବେ ତାହେଲେ ମୁଁ ପୁଣି ମୋର ଶ୍ରେଷ୍ଠ ଶିଷ୍ୟ ଖୋଜିବା ପାଇଁ ଏ ଆର୍ଯ୍ୟବର୍ତ୍ତରେ ଖୋଜି ବୁଲିବି। ତାପରେ ସେଇଠି ଅର୍ଜୁନ କହିଥିଲେ କି ଗୁରୁଦେବ ମୁଁ ଯିବି ଆପଣଙ୍କ ଗୁରୁ ଦକ୍ଷିଣା ଦେବା ପାଇଁ। ଯେତେବେଳେ ଅର୍ଜୁନ ବାହାରିଥିଲେ ତାପରେ ପାଣ୍ଡବ ଏବଂ କୌରବମାନେ ସମସ୍ତେ କହିଥିଲେ କି ଆମେ ସମସ୍ତେ ଯିବୁ ଆଜ୍ଞା ଆପଣଙ୍କ ଗୁରୁ ଦକ୍ଷିଣା ଦେବା ପାଇଁ। ସେଇଠି ଧୃତରାଷ୍ଟ୍ର କହିଥିଲେ କି ଯେତେ ସୈନ୍ୟ ଦରକାର ଆପଣ ନେଇଯାଆନ୍ତୁ। ହେଲେ ସେଇଠି ଗୁରୁ ଦ୍ରୋଣାଚାର୍ଯ୍ୟ କହିଥିଲେ କି କେବଳ ମୋର 105 ଶିଷ୍ୟ ହିଁ ଯିବେ ଏ କାମ କରିବେ, ମୋର ଗୁରୁ ଦକ୍ଷିଣା ସେ ମୋତେ ଦେବାକୁ ଯାଉଛନ୍ତି। ଯଦି ମୋର ଧ୍ରୁପଦ ରାଜ ଆବଶ୍ୟକ ଥାନ୍ତା ତାହେଲେ ମୁଁ ତ ଗୋଟିଏ କଥା କହିଥିଲେ ପିତାମହ ଭୀଷ୍ମକୁ, ସିଏ ମୋ ପାଦ ତଳେ ଆଣି ପକେଇ ଦେଇଥାନ୍ତେ ଧ୍ରୁପଦକୁ। ହେଲେ ମୁଁ ମୋର ଯୋଉ ପ୍ରତିଶ୍ରୁତି ଦେଇଛି ମୁଁ ମୋର ଶିଷ୍ୟଙ୍କ ଦ୍ୱାରା ହିଁ ଏ ଜିନିଷ କରେଇବି, ତ ମୋ ଶିଷ୍ୟ 105 ଶିଷ୍ୟ ହିଁ ଯାଇ ଏ ଜିନିଷ କରିବେ। ତାପରେ 105 ଶିଷ୍ୟ ପାଣ୍ଡବ ଏବଂ କୌରବମାନେ ଯେତେବେଳେ ଯାଇକିରି ପାଞ୍ଚାଲରେ ପହଞ୍ଚିଥିଲେ ସେଇଠି ଦୁର୍ଯ୍ୟୋଧନ କହିଥିଲା କି ଗୁରୁଦେବ ମୋତେ କ୍ଷମା କରନ୍ତୁ, ଆପଣ କେମିତି ଜାଣିବେ ଯେ କିଏ ଧ୍ରୁପଦ ରାଜାକୁ ବନ୍ଦୀ ବନେଇଲା? ଆମେ ଯଦି ସମସ୍ତେ ଯିବୁ ଆପଣ ଆମକୁ ପ୍ରଥମେ ସୁଯୋଗ ଦିଅନ୍ତୁ, ଆମେ ଯାଇକିରି ଧ୍ରୁପଦ ରାଜାକୁ ଆଗ ବନ୍ଦୀ ବନେଇବୁ, ଯଦି ନ ବନେଇ ପାରିଲୁ ତାହେଲେ ସେ ପାଣ୍ଡବମାନେ ଯିବେ। ସେଇଠି ଗୁରୁ ଦ୍ରୋଣାଚାର୍ଯ୍ୟ ମଧ୍ୟ ରାଜି ହେଇଯାଇଥିଲେ। ତାପରେ ପାଣ୍ଡବମାନେ ସେଇଠି ରହିଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପାଖରେ, ଆଉ 100 କୌରବ ଦୁର୍ଯ୍ୟୋଧନଙ୍କ ନିର୍ଦ୍ଦେଶରେ ଯାଇକିରି ପାଞ୍ଚାଲ ଉପରେ ଆକ୍ରମଣ କରିଥିଲେ। ଆଉ ଭୟଙ୍କର ଯୁଦ୍ଧ ହେଲା ପରେ ଦୁର୍ଯ୍ୟୋଧନ ହେରିକା ପରାସ୍ତ ହୋଇଥିଲେ। ପାଞ୍ଚାଲ ନରେଶ ଧ୍ରୁପଦ 100 କୌରବଙ୍କୁ ବନ୍ଦୀ ବନେଇ ଦେଇଥିଲେ। ଆଉ 100 କୌରବ ଯେତେବେଳେ ପରାସ୍ତ ହୋଇଯାଇଥିଲେ
ପାଞ୍ଚାଲ ନରେଶ ଦ୍ରୁପଦ 100 କୌରବମାନଙ୍କୁ ବନ୍ଦୀ କରି ଆଣି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ସାମ୍ନାରେ ପହଞ୍ଚିଲେ ଆଉ କହିଲେ କି ଏଇ ତୁମର ଶିଷ୍ୟ, ତୁମେ ଏଇମାନଙ୍କୁ ଗଢ଼ିଛ ଆଣିଛ ମୋ ସାଙ୍ଗରେ ଯୁଦ୍ଧ କରିବା ପାଇଁ। ଏମାନେ ତ କ୍ଷଣିକ ମାତ୍ର ବି ମୋ ପାଖରେ ଠିଆ ହେଇପାରିଲେନି, ମୋ ସାଙ୍ଗରେ ଯୁଦ୍ଧ କରିପାରିଲେନି। କିନ୍ତୁ ଗୁରୁ ଦ୍ରୋଣାଚାର୍ଯ୍ୟ ପ୍ରଚୁର ମାତ୍ରାରେ ରାଗି ଯାଇଥିଲେ ଆଉ ସେ ନିଜ ଧନୁକୁ ଆହ୍ୱାନ କରିବାକୁ ଲାଗିଥିଲେ। ସେଇଠି ଅର୍ଜୁନ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଅଟକେଇ କହିଥିଲେ, ଗୁରୁଦେବ ଏବେ ମୁଁ ଅଛି, କୌରବମାନେ ପରାସ୍ତ ହେଇଗଲେ କ'ଣ ହେଲା, ଆପଣଙ୍କର ଆହୁରି ବି 5 ଶିଷ୍ୟ ଅଛନ୍ତି। ତାପରେ ଦ୍ରୁପଦ ରାଜା କହିଥିଲା, ଯୋଉଠି 100 ଶିଷ୍ୟ ହେଲେନି ସେଇଠି ଏଇ ଗୋଟିଏ ଶିଷ୍ୟ ଆସିଛି ମୋ ସାଙ୍ଗରେ ଯୁଦ୍ଧ କରି ମୋ ପାଞ୍ଚାଲକୁ ହରେଇବ ବୋଲି। ତାପରେ ଅର୍ଜୁନ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ଆଶୀର୍ବାଦ ନେଇକିରି ଦ୍ରୁପଦ ରାଜାଙ୍କୁ ସହିତ ଏକୁଟିଆ ଯୁଦ୍ଧ କରି ଦ୍ରୁପଦ ରାଜାଙ୍କୁ ପରାସ୍ତ କରିଥିଲେ ଆଉ ନାଗ ପାଶରେ ବନ୍ଦୀ କରିକିରି ଦ୍ରୁପଦ ରାଜାଙ୍କୁ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପାଦ ତଳେ ପକେଇ ଦେଇଥିଲେ। କହିଥିଲେ କି ଗୁରୁଦେବ ଏବେ ମୋର ଗୁରୁ ଦକ୍ଷିଣା ସ୍ୱୀକାର କରନ୍ତୁ। ତାପରେ ଗୁରୁ ଦ୍ରୋଣାଚାର୍ଯ୍ୟ ଅଶ୍ୱତ୍ଥାମାକୁ ଡାକିକିରି ପାଞ୍ଚାଲର ଅଧା ରାଜ୍ୟର ରାଜା ବନେଇଥିଲେ ଅଶ୍ୱତ୍ଥାମାକୁ। ଗୁରୁ ଦକ୍ଷିଣା ପାଣ୍ଡବମାନେ ଦେଇଥିବା କାରଣରୁ ସେଥିପାଇଁ ଦୁର୍ଯ୍ୟୋଧନ ହସ୍ତିନାପୁରର ରାଜକୁମାର ହେଇପାରିନଥିଲେ, ଯୁଧିଷ୍ଠିର ହେଇଥିଲେ। ଏବେ ଆପଣମାନେ ଜାଣିପାରିଲେ ଶକ୍ତିଶାଳୀ ଦୁର୍ଯ୍ୟୋଧନ 100 କୌରବମାନଙ୍କୁ କେମିତି ଦ୍ରୁପଦ ରାଜା ବନ୍ଦୀ ବନେଇ ଦେଇଥିଲା ବା ଲଜ୍ଜିତ କରିଦେଇଥିଲା। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ ନିଶ୍ଚିତ ରୂପେ କରିଦେବେ। ଜୟ ଶ୍ରୀରାମ।